তদন্ত করিকে কোন সাব্যস্ত করিয়া পাই তদন্ত করে କାର୍ଯ୍ୟାନୁଷ୍ଠାନ ତ ହେଇସାରିଲାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଆପଣ କହିଥାନ୍ତେ ତଦନ୍ତ କରାଯାଉ ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ଯେତେବେଳେ କାର୍ଯ୍ୟାନୁଷ୍ଠାନ ଯାହା ଯାହା ନାଁରେ ଅଭିଯୋଗ ଅଛି ସମସ୍ତଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହେଇସାରିଲାଣି ତାପରେ ତଦନ୍ତର ମୂଲ୍ୟ କ'ଣ ଅଛି ମୁଁ ବୁଝିପାରୁନି ଏଇଠି ତ ଅନ୍ୟ କଥା ଆସୁଛି ଷ୍ଟୁଡେଣ୍ଟ କଂଗ୍ରେସ ଆଉ ବିଜେଡିର ନାଁରେ ଅଭିଯୋଗ ଆସୁଛି ଯେ ସେମାନେ ଛାତ୍ରୀଙ୍କୁ ଉସ୍କେଇଛନ୍ତି ସେମାନେ ଛାତ୍ରୀ ଏବଂ କଂଗ୍ରେସ ବାଲା ମାନେ ଗଣ୍ଡଗୋଳ କରିଛନ୍ତି ବୋଲିକି ଝିଅର ବାପା ବି ଅଭିଯୋଗ କରିଛି ତ ଏଇଟା କୋଉଟାକୁ ଧରିବା ଝିଅର ବାପାର କଥାକୁ ଧରିବା କି କାହାର କଥାକୁ ଧରିବା ଦେଖନ୍ତୁ ଗୋଟେ ରାଜନୀତି ଗୋଟିଏ ଘଟଣାଟେ ଘଟି ଗୋଟେ ସମସାମୟିକ ଗୋଟେ ଏଇଟା ଘଟଣା ନୁହେଁ ଗୋଟେ ଦୁର୍ଘଟଣା ଗୋଟିଏ ଦୁର୍ଘଟଣାଟେ ଘଟିଗଲେ ସେଥିରୁ ରାଜନୀତିକ ରୋଟି ସେକିବା ପାଇଁ ଉଭୟ କଂଗ୍ରେସ ଆଉ ବିଜେଡି ଚେଷ୍ଟା କରୁଛନ୍ତି କିନ୍ତୁ ଆମେ ନବଦାସ ମର୍ଡରରେ ଆମେ ତ ନାଁ ଧରିଥିଲୁ ଏଇ ଲୋକ ବିଧାନସଭାରେ ନାଁ ଧରିଥିଲୁ କାହିଁ ତ ତଦନ୍ତ କିଛି କଲେ ନାହିଁ କଂଗ୍ରେସର ଇତିହାସ ଦେଖ କେତେ ହତ୍ୟାକାଣ୍ଡରେ ସେମାନେ ସମ୍ପୃକ୍ତ ଆମ ଲୋକ ସମ୍ପୃକ୍ତ ଏଇ ଜାଗାରେ ଆମେ ତ ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ଯଦି ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ମୋ ମତରେ ଆଉ ଅଧିକ ତଦନ୍ତର ଆବଶ୍ୟକତା ନାହିଁ ଆମେ ତ କହିଥିଲୁ ସେଇ କଥା କହିଥିଲୁ ନବଦାସରେ ତମର ମନ୍ତ୍ରୀ ନାଁରେ ଅଭିଯୋଗ ହଉଛି ତମର ମୁଖ୍ୟମନ୍ତ୍ରୀ ନାଁରେ ଅଭିଯୋଗ ହଉଛି ତମର ଆଉ କାହା ସଚିବ ନାଁରେ ଅଭିଯୋଗ ହଉଛି ତମେ ତ କାହିଁ ସିବିଆଇ କୁ ଦେଲ ନାହିଁ ଆଜି ପର୍ଯ୍ୟନ୍ତ ସେଇ ଅଭିଯୋଗ ରହିଛି ତ ଏଇ ମାମିନା କେସରେ ମାହାଙ୍ଗା କେସରେ କେତେ କେସ୍ ତାଙ୍କ କୋରାପୁଟର ଗୋଟେ କଣ କେସରେ ପିପିଲି କେସରେ ହଜାର ହଜାର କେସ୍ ତାଙ୍କ ସମୟରେ ହେଲା କୋଉ କେସରେ ତଦନ୍ତ କଲେ ମୁଁ ଟିକେ ଜାଣିବାର ଲାଗି ଚାହୁଁଛି ଗୋଟେ କେସରେ ତଦନ୍ତ କଲେ ଆଉ ଏଇ ଯୋଉ 24 ବର୍ଷର ସରକାରରେ ସେ କିଛି ନହେଲେ ବି 100 ପାଖାପାଖି ତଦନ୍ତ କମିଶନ ବସେଇଛନ୍ତି କୋଟିକର ବି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରାଗଲା କି ରିପୋର୍ଟ ତଦନ୍ତ କରାଯିବ କିଛି ଲୋକ ପଇସା ଖାଇବେ ଦରମା ଖାଇବେ ମାନେ କଣ ଦରମା ନେବେ ପଇସା ନେବେ ଏବଂ ରିପୋର୍ଟଟା ବି ଉପସ୍ଥାପିତ ହବନି ତ ଲାଭ କଣ ଏଇଟା ଆଖି ଠରା ଭଳିଆ ଜିନିଷ ଲୋକମାନଙ୍କର କଥାକୁ ଯଦି ପାର କରିଦେବା ପାଇଁ କେବଳ ତଦନ୍ତ କଥା କୁହାଯାଏ ଆମେ ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛୁ